ଘରେ ବସି ପାର୍ଟ ଟାଇମ୍ ଇନକମ୍ କେମିତି କରିବା। ବହୁତ ଗୁଡ଼ିଏ ଲୋକମାନେ ବହୁତ ପାଠ ପଢିଛନ୍ତି ହେଲେ କିନ୍ତୁ ଇନକମ୍ କରିପାରୁନାହାନ୍ତି ବା ଟଙ୍କାଟିଏ ମଧ୍ୟ ଇନକମ୍ କରିପାରୁନାହାନ୍ତି। ତ ତାହେଲେ ପାଠ ପଢିକି ଲାଭ କ'ଣ ହେଲା। ଏହି ଭିଡିଓରେ ମୁଁ ଏମିତି ଗୋଟେ ଟ୍ରିକ୍ ନେଇକି ଆସିଛି। ସେ ଟ୍ରିକ୍ ଆପ୍ଲାଏ କରିକି ନିହାତି ଭାବରେ ଡେଲି 200-300 ଟଙ୍କା ନିହାତି ଭାବରେ ଇନକମ୍ କରିପାରିବେ। କେହି ବି ମଧ୍ୟ ଏହି ଟ୍ରିକ୍କୁ ବତେଇବେ ନାହିଁ, ଯାହାଦ୍ୱାରା କି ପଇସାଟି ଅର୍ଣ୍ଣିଂ କରିପାରିବେ। ଆପଣମାନେ ଯଦି ଷ୍ଟୁଡେଣ୍ଟ ବା ବେକାର ଯଦି ବସିଛନ୍ତି ତାହେଲେ ଏହି ଟ୍ରିକ୍ ଆପ୍ଲାଏ କରିକି ପଇସା ଅର୍ଣ୍ଣିଂ କରନ୍ତୁ। କେହି ମଧ୍ୟ ଆପଣଙ୍କୁ ରୋକିବେ ନାହିଁ ଫ୍ରେଣ୍ଡସ୍। ଯାହାକି ମୁଁ ବତାଇବାକୁ ଯାଉଛି ଏହି ଭିଡିଓରେ। ପାଖରେ ଯଦି ଗୋଟେ ସ୍ମାର୍ଟଫୋନ୍ ଯଦି ଅଛି ସେହି ସ୍ମାର୍ଟଫୋନ୍ ସାହାଯ୍ୟରେ ହିଁ ପଇସାଟି ଅର୍ଣ୍ଣିଂ କରିପାରିବେ ବା ସେହି ମୋବାଇଲରୁ ହିଁ ପଇସାଟି ଅର୍ଣ୍ଣିଂ କରିପାରିବେ। କୁଆଡ଼େ ମଧ୍ୟ ଯିବାକୁ ପଡ଼ିବ ନାହିଁ, ଗୋଟେ ଜାଗାରେ ବସିକି ହିଁ ପଇସାଟି ଅର୍ଣ୍ଣିଂ ହେଇଯିବ। ୟୁଟ୍ୟୁବରୁ ଅର୍ଣ୍ଣିଂ ଯଦି କରିବାର ଅଛି ତାହେଲେ ନିହାତି ଭାବରେ ଆମ ସହିତ ଯୋଡ଼ି ହେଇକି ରୁହନ୍ତୁ। କାହିଁକି ନା ମୁଁ ୟୁଟ୍ୟୁବ ବିଷୟରେ ହିଁ ମୁଁ ଶିଖାଇଥାଏ କି ୟୁଟ୍ୟୁବରୁ କେମିତି ପଇସା ଅର୍ଣ୍ଣିଂ କରିବେ, ଫେସବୁକରୁ କେମିତି ପଇସା ଅର୍ଣ୍ଣିଂ କରିବେ, ଇନଷ୍ଟାଗ୍ରାମରୁ କେମିତି ପଇସା ଅର୍ଣ୍ଣିଂ କରିବେ ଆଉ ପୁରା ସୋସିଆଲ ମିଡିଆରୁ କେମିତି ପଇସା ଅର୍ଣ୍ଣିଂ କରିବେ, ତାହା ଉପରେ ମୁଁ ଆପଣମାନଙ୍କୁ ଶିଖାଇଥାଏ ଏହି ଗୋଟେ ଚ୍ୟାନେଲ ମାଧ୍ୟମରେ। ଘରେ ବସି ପାର୍ଟ ଟାଇମ୍ ଇନକମ୍ କେମିତି କରିବେ। ଆପଣମାନେ ଗେମ୍ ଖେଳି ଯଦି ପଇସା ଯଦି ଅର୍ଣ୍ଣିଂ ଯଦି କରନ୍ତି ତାହେଲେ ଆପଣଙ୍କର କାମଟି ହେଇଯିବ। କାହିଁକି ନା କି ଆପଣମାନଙ୍କୁ ଗେମ୍ ଖେଳିବାର ହିଁ ନାହିଁ। ଆପଣମାନଙ୍କୁ କେବଳ ଗୋଟିଏ ଆକାଉଣ୍ଟ ବନେଇକି ହିଁ ପଇସାଟି ଅର୍ଣ୍ଣିଂ କରିପାରିବେ। କେମିତି ଅର୍ଣ୍ଣିଂ କରିବେ ଆପଣମାନେ ଏହା ମଧ୍ୟ ଭାବୁଥିବେ। ଆମେ ଯଦି ଗେମ୍ ଯଦି ଖେଳିବୁ ନାହିଁ କେମିତି ପଇସାଟି ଅର୍ଣ୍ଣିଂ ହେବ, ଆପଣମାନଙ୍କୁ ମୁଁ ବତାଉଛି। ଏମିତି ବହୁତ ଗୁଡ଼ିଏ ଯାହାକି ଗେମ୍ ଆପ୍ ଅଛି ଯେଉଁ ଆପ୍କୁ ଆପଣମାନେ ସେୟାର କଲା ପରେ ଆପଣଙ୍କୁ ବୋନସ୍ ମିଳିଥାଏ। ସେହି ଆପ୍କୁ ଆପଣମାନଙ୍କୁ ବାଛିବାକୁ ପଡ଼ିବ ବା ଭଲ ଆପ୍କୁ ଆପଣମାନଙ୍କୁ ବାଛିବାକୁ ପଡ଼ିବ ବା ଫ୍ରଡ୍ ଆପ୍କୁ ଆପଣମାନେ ବାଛନ୍ତୁ ନାହିଁ। ବା ଭଲ ଭାବରେ ଆପଣମାନେ ସେ ଆପ୍ ବିଷୟରେ ରିସର୍ଚ୍ଚ କରନ୍ତୁ। ତାପରେ ହିଁ ଆପଣମାନେ ଗୋଟିଏ ଆକାଉଣ୍ଟ ବନାଇ ନିଅନ୍ତୁ। ତାପରେ ଆପଣମାନେ ନିହାତି ଭାବରେ ରେଫର କରିବେ ଆପଣଙ୍କ ସାଙ୍ଗମାନଙ୍କୁ, ଯାହାଦ୍ୱାରା କି ସେମାନଙ୍କୁ ଆପଣମାନଙ୍କୁ ଭଲ ଭାବରେ ବୁଝେଇବାକୁ ପଡ଼ିବ। ତାପରେ ହିଁ ସେମାନେ ଆପଣଙ୍କର ସେଇ ଲିଙ୍କରୁ ହିଁ ସେମାନେ ଡାଉନଲୋଡ୍ କରିବେ ଏବଂ ଗୋଟିଏ ଆକାଉଣ୍ଟ କ୍ରିଏଟ୍ କରି ନେବେ, ଯାହାଦ୍ୱାରା କି ଆପଣଙ୍କୁ ବୋନସଟି ମିଳିପାରିବ। ବହୁତ ଗୁଡ଼ିଏ ଯାହାକି ଆପ୍ ଅଛି ସେ ଆପ୍ରେ ଆପଣଙ୍କୁ 10 ଟଙ୍କା, 20 ଟଙ୍କା, 50 ଟଙ୍କା, 100 ଟଙ୍କା, 200 ଟଙ୍କା ଏମିତି ମଧ୍ୟ ଯାହାକି ବୋନସ୍ ମିଳିଥାଏ। ଆପଣଙ୍କ ଲିଙ୍କରୁ ଯଦି ସେମାନେ ଯଦି ଡାଉନଲୋଡ୍ ଯଦି କରନ୍ତି ଏବଂ ୟୁଜ୍ ଯଦି କରନ୍ତି, ସେମିତି ଆପଣମାନଙ୍କୁ କରିବାକୁ ପଡ଼ିବ। ସେମିତି କରିକି ଆପଣମାନେ ପଇସାଟି ଅର୍ଣ୍ଣିଂ କରିପାରିବେ। ଏମିତି ବହୁତ ଗୁଡ଼ିଏ ଯାହାକି ଆପ୍ ମିଳିଯିବ ପ୍ଲେ ଷ୍ଟୋରରେ। ସେମିତି ଆପଣମାନେ ଗୋଟିଏ ଆଇଡ଼ିଆ ଲଗାନ୍ତୁ ଏବଂ ପଇସା ଇନକମ୍ କରନ୍ତୁ, ପାର୍ଟ ଟାଇମ୍ ଇନକମ୍। ସେହି ଗେମ୍ ଆପ୍ରେ ପଇସା ଲଗାଇକି ଖେଳିବା କିଛି ବି ଦରକାର ନାହିଁ। ଆପଣଙ୍କର କାମ ହେଉଛି କେବଳ ରେଫର କରିବାର। ବା ଆପଣଙ୍କ ସାଙ୍ଗମାନଙ୍କୁ ରେଫର କରନ୍ତୁ ବା ଆପଣମାନେ ଗୋଟିଏ ନୂଆ ନୂଆ ସାଙ୍ଗ ବନାନ୍ତୁ, ଫେସବୁକରୁ ସାଙ୍ଗ ବନାନ୍ତୁ, ଇନଷ୍ଟାଗ୍ରାମରୁ ସାଙ୍ଗ ବନାନ୍ତୁ। ସେମାନଙ୍କୁ ଆପଣ ରେଫର କରିକି ପଇସା ଅର୍ଣ୍ଣିଂ କରନ୍ତୁ, ଯାହାକି ଆପଣମାନଙ୍କୁ ବହୁତ ଇଜି ହେଇଯିବ। ଆପଣଙ୍କୁ କିଛି ମଧ୍ୟ କଷ୍ଟ କରିବାକୁ ବି ପଡ଼ିବ ନାହିଁ। ଆପଣଙ୍କୁ କେବଳ ଭଲ ଭାବରେ ଟିକେ ବୁଝିବାକୁ ପଡ଼ିବ ବା ଭଲ ଭାବରେ ଟିକେ ସାଙ୍ଗମାନଙ୍କୁ ବୁଝିବାକୁ ପଡ଼ିବ। ତାପରେ ହିଁ ଆପଣମାନଙ୍କ ସେଇ ଲିଙ୍କକୁ ଡାଉନଲୋଡ୍ କରିକି ସେମାନେ ଆକାଉଣ୍ଟ କ୍ରିଏଟ୍ କରି ନେବେ, ଯାହାଦ୍ୱାରା କି ଆପଣଙ୍କୁ ବୋନସଟି ମିଳିପାରିବ। ଫେସବୁକ, ଇନଷ୍ଟାଗ୍ରାମରେ ଯଦି କାମ ଯଦି କରନ୍ତି ବା ବହୁତ ଗୁଡ଼ିଏ ଯଦି ଫଲୋଅର ଯଦି ଅଛି ସେମାନଙ୍କୁ ରେଫର କରନ୍ତୁ। ସେମାନେ ନିହାତି ଭାବରେ ଆପଣଙ୍କର ସେ ଲିଙ୍କକୁ କ୍ଲିକ୍ କରିକି ଡାଉନଲୋଡ୍ କରି ନେବେ, ଯାହାଦ୍ୱାରା କି ଆପଣମାନେ ପଇସାଟି ଅର୍ଣ୍ଣିଂ କରିପାରିବେ। ୟୁଟ୍ୟୁବରେ ଯଦି କାମ କରନ୍ତି ତାହେଲେ ଡିସ୍କ୍ରିପ୍ସନରେ ଯାଇକି ପେଷ୍ଟ କରି ଦିଅନ୍ତୁ। ନିହାତି ଭାବରେ ଆପଣଙ୍କର ଅଡିଏନ୍ସ ମାନେ ଯାଇକି କ୍ଲିକ୍ କରିକି ଡାଉନଲୋଡ୍ କରି ନେବେ, ଯାହାଦ୍ୱାରା କି ଆପଣଙ୍କର ପଇସାଟି ଅର୍ଣ୍ଣିଂ ହେଇଯିବ। ବା ନହେଲେ ଆପଣମାନେ ଟିକେ ବତେଇ ଦେବେ ସେ ଭିଡିଓରେ କି ମୁଁ ଲିଙ୍କଟି ଯାହାକି ଡିସ୍କ୍ରିପ୍ସନରେ ଦେଇଦେଇଛି, ଯାଇକି କ୍ଲିକ୍ କରିକି ଡାଉନଲୋଡ୍ କରି ନିଅନ୍ତୁ ଏବଂ ପଇସାଟି ଅର୍ଣ୍ଣିଂ କରନ୍ତୁ। ଏମିତି ମଧ୍ୟ ବତେଇ ପାରିବେ, ଯାହାଦ୍ୱାରା କି ଆପଣଙ୍କର ଅଡିଏନ୍ସ ମାନେ ନିହାତି ଭାବରେ ଯାଇକି କ୍ଲିକ୍ କରିକି ଡାଉନଲୋଡ୍ କରି ନେବେ, ଯାହାଦ୍ୱାରା କି ଆପଣଙ୍କର ଅର୍ଣ୍ଣିଂ ହେଇଯିବ ବା ସେ ରେଫରରୁ ଆପଣମାନଙ୍କୁ ପଇସାଟି ମିଳିଯିବ। ସେମିତି ମଧ୍ୟ ଆଇଡ଼ିଆ ଲଗାଇ ପାରିବେ। ଆଉ ଇନଷ୍ଟାଗ୍ରାମରେ ହଉ ଫେସବୁକରେ ମଧ୍ୟ ଏମିତି ଆଇଡ଼ିଆ ଲଗାନ୍ତୁ। ଏହି ଭିଡିଓରେ ତ ଭଲ ଭାବରେ ଜାଣିପାରିଲେ କି କେମିତି ଆପଣମାନେ ପାର୍ଟ ଟାଇମ୍ ଇନକମ୍ କରିବେ ଘରେ ବସିକି, ଯାହାକି ଆପଣମାନେ ଭଲ ଭାବରେ ଜାଣି ମଧ୍ୟ ପାରିଲେ। ଆପଣମାନଙ୍କୁ ଭିଡିଓ ଯଦି ଭଲ ହେଇଛି ନିହାତି ଭାବରେ ଗୋଟେ ଲାଇକ୍ କରିବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ରଖିବେ ଏବଂ ନିଜର ସାଙ୍ଗମାନଙ୍କୁ ସେୟାର କରିଦେବେ, ଯାହାଦ୍ୱାରା କି ଆପଣଙ୍କର ସାଙ୍ଗମାନେ ମଧ୍ୟ ଦେଖି ଜାଣିପାରିବେ। ଚାଲନ୍ତୁ ଫ୍ରେଣ୍ଡସ୍ ବି ଆମେ ନେକ୍ସଟ ଭିଡିଓରେ ଦେଖା ହବା।